ଆସ ପାରିବାରିକ ମୂଲ୍ୟବୋଧ ବଞ୍ଚାଇ ରଖିବା। ଆସନ୍ତୁ ପଢ଼ିବା। କିଛି ବ୍ୟକ୍ତି ବିଶେଷକୁ ନେଇ ଏକ ପରିବାର ଗଢ଼ି ଉଠେ। ବ୍ୟକ୍ତିବିଶେଷ କହିଲେ ଏକ ପରିବାରରେ ମୁଖ୍ୟ ପିତା, ମାତା, ଭାଇ, ଭଉଣୀ, ପୁଅ, ଝିଅ, ଜେଜେମା ଇତ୍ୟାଦିଙ୍କୁ ବୁଝାଏ। ପୁରାତନ କାଳରେ ଆମେମାନେ ଯୌଥ ପରିବାର ଦେଖିବାକୁ ପାଉଥିଲେ, ଯେଉଁଠି 14 ବା 15 ଜଣ ଭଳି ପରିବାରର ସଦସ୍ୟମାନେ ରହୁଥିଲେ। ବଡ଼ ପରିବାର ସତ୍ତ୍ୱେ ସେମାନଙ୍କ ମଧ୍ୟରେ ଭକ୍ତି, ଶ୍ରଦ୍ଧା, ସ୍ନେହ, ସହଯୋଗ ଓ ସହାନୁଭୂତି ଇତ୍ୟାଦି ଖୁବ୍ ଦୃଢ଼ ବନ୍ଧନରେ ବାନ୍ଧି ହୋଇ ରହିଥିଲା। ଜଣେ ଜଣଙ୍କ ସହିତ ଘନିଷ୍ଠ ସମ୍ପର୍କର ଡୋରିରେ ବାନ୍ଧି ହୋଇ ରହୁଥିଲେ। ମାତ୍ର ଏବେକାର ଜାମାନାରେ, ଆଧୁନିକ ଯୁଗରେ ଆମେମାନେ ସମସ୍ତେ ନ୍ୟୁକ୍ଲିୟର ଫ୍ୟାମିଲି ପଛରେ ଧାଇଁଛେ, ଯାହା ପିତା, ମାତା, ଦୁଇଟି ସନ୍ତାନମାନଙ୍କୁ ନେଇ ଗଠିତ। ଯାହା ହେଉ, ଆଜିର ଏହି ପ୍ରସଙ୍ଗଟିକୁ ନ୍ୟୁକ୍ଲିୟର ଫ୍ୟାମିଲିକୁ ଭିତ୍ତି କରି ଆଲୋଚନାର ପରିସରକୁ ଯିବା। ସଂକ୍ଷେପରେ କହିବାକୁ ଗଲେ, ପରିବାର ଏକ ୟୁନିଟ୍, ଯେଉଁଠି ସମ୍ପର୍କର ବନ୍ଧନରେ ଛନ୍ଦି ହୋଇଥିବା କିଛି ବ୍ୟକ୍ତି ଯଥା ଯୁବା, କିଶୋର, ପ୍ରୌଢ଼, ବୃଦ୍ଧା ବା ଶିଶୁ ଇତ୍ୟାଦି। ପାଠକ ବନ୍ଧୁଗଣ, ଏଥର ଆସନ୍ତୁ ପାରିବାରିକ ମୂଲ୍ୟବୋଧ କହିଲେ କ'ଣ ବୁଝିବା। ପାରିବାରିକ ମୂଲ୍ୟବୋଧର ସଂଜ୍ଞା ହେଲା ଏକ ପ୍ରକାର ପାରିବାରିକ ଅବସ୍ଥିତି ବା ଭିତ୍ତିଭୂମି, ଯେଉଁଠାରେ ପରିବାରର ପ୍ରତ୍ୟେକ ସଦସ୍ୟ ପରସ୍ପର ମଧ୍ୟରେ ସ୍ନେହ, ପ୍ରେମ, ଭକ୍ତି, ସାଧୁତା, ସମ୍ମାନ, ଦାୟିତ୍ୱବଦ୍ଧତା, ଯୋଗାଯୋଗ ରଖିବାର ଉଦ୍ୟମତା, ବିଶ୍ୱାସ ଭାଜନ ହେବା ଓ ସଂଘବଦ୍ଧତା ଇତ୍ୟାଦି ସକାରାତ୍ମକ ଗୁଣ ଦ୍ୱାରା ବଶୀଭୂତ ହୋଇଥାନ୍ତି ଏବଂ ଯାହା ପରିବାରରେ ସମସ୍ତ ସଦସ୍ୟଙ୍କୁ ଆନନ୍ଦ ଦେଇଥାଏ। ଉପରୋକ୍ତ ପାରିବାରିକ ମୂଲ୍ୟବୋଧର ପରିଭାଷାକୁ ଆଚାର୍ଯ୍ୟ ମହାପ୍ରଜ୍ଞା ଓ ଏପିଜେ ଅବଦୁଲ କାଲାମ ତାଙ୍କ ରଚିତ ପୁସ୍ତକ ଦି ଫ୍ୟାମିଲି ଆଣ୍ଡ ଦି ନେସନରେ ନିମ୍ନଲିଖିତ ଭାବରେ ସଂଜ୍ଞା ନିରୂପଣ କରିଛନ୍ତି, ଯଥା ପ୍ରତ୍ୟେକ ସଂଘବଦ୍ଧ ଓ ଖୁସି ପରିବାର ମିଶି ଗୋଟିଏ ଦୃଢ଼ ଜାତି ଦେଶ ଗଢ଼ିପାରିବେ। ଦୃଢ଼ ଜାତି ଓ ଦେଶ ଗଢ଼ିପାରିବେ। ଏକ ଉନ୍ନତ ଓ ଆନନ୍ଦମୟ ପାରିବାରିକ ଜୀବନର ବଶବର୍ତ୍ତୀ ହେଲେ ଆମେ ଦେଶର ବିକାଶ ପାଇଁ ନିଜକୁ ଦୃଢ଼ ଭାବରେ ଉତ୍ସର୍ଗୀକୃତ କରିପାରିବା। ମାତ୍ର ଆଜିର ଦିନରେ ପାରିବାରିକ ନୈତିକ ମୂଲ୍ୟବୋଧର କ୍ରମଶଃ ଅଧୋଗତି ହେବାର ପରିଲକ୍ଷିତ ହେଉଛି। ପରିବାରରେ ସମ୍ପର୍କର ଡୋରି ଛିଣ୍ଡି ଯାଉଛି। ଭାଇ ଭାଇ ମଧ୍ୟରେ କଳହର ସୂତ୍ରପାତ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରୀତିର ଅଭାବ, ପିଲାମାନଙ୍କର ପିତାମାତା ପ୍ରତି ଭୟ ଓ ଭକ୍ତିଶୂନ୍ୟର ବ୍ୟବହାର, ପଡ଼ୋଶୀ ମଧ୍ୟରେ ଆଦରର ଅଭାବ ଇତ୍ୟାଦି ପାରିବାରିକ ମୂଲ୍ୟବୋଧର ନୈତିକତା ମୂଲ୍ୟ ଆଧାରକୁ କ୍ଷୟ କରିବାରେ ଲାଗିଛି, ଯାହା ଫଳରେ ସମାଜ ବା ଦେଶ ଧ୍ୱଂସ ପଥର ଶିକାର ପାଲଟିବାକୁ ଲାଗିଲାଣି। କ୍ରମଶଃ ସଭ୍ୟତା ଓ ସଂସ୍କୃତିର ଅଧୋପତନ ହେବାରେ ଲାଗିଛି। କାରଣ ଆମେ ସଂସ୍କୃତି ସମ୍ପନ୍ନ କହିପାରିବା ଯେତେବେଳେ ଆମେ କହିପାରିବା କି ଶୃଙ୍ଖଳାକୁ ନିଜ ଅକ୍ତିଆରରେ ରଖିପାରିବା। ଆସନ୍ତୁ ବିଚାରକୁ ନେବା କେଉଁ ଉପାଦାନମାନ ଅଥବା କାରଣମାନ ଯୋଗୁଁ ପାରିବାରିକ ନୈତିକ ମୂଲ୍ୟବୋଧ କ୍ଷୟ ହେବାରେ ଲାଗିଛି। ମୋଟ ଉପରେ ପୁରାତନ ଚିରାଚରିତ ନୈତିକ ନିୟମାବଳୀର କ୍ଷୟ ହୋଇ ଚାଲିଛି। ପାରିବାରିକ ମୂଲ୍ୟବୋଧର ହ୍ରାସ ହେବାର ପ୍ରଥମ କାରଣ ପରିବାରର ଢାଞ୍ଚା ଆସ୍ତେ ଆସ୍ତେ ବଦଳି ଯାଉଛି, ଯଥା ନ୍ୟୁକ୍ଲିୟର ଫ୍ୟାମିଲି ଗଠନ ଓ ଚଳଣି ପ୍ରଣାଳୀରେ ପରିବର୍ତ୍ତନ ହୋଇଯାଇଛି। ଏ ପ୍ରକାର ପାରିବାରିକ ବ୍ୟବସ୍ଥାରେ ବୃଦ୍ଧ ପିତାମାତା ଓ ବୟସ୍କ ସଦସ୍ୟମାନେ ଅବହେଳିତ ହେଉଛନ୍ତି। ଏପରିକି ଅସୁସ୍ଥତା ସମୟରେ ପିଲାମାନେ ବୃଦ୍ଧ ପିତାମାତାଙ୍କୁ ଯାଇ ଦେଖା ସାକ୍ଷାତ କରିବାର ସ୍ପୃହା ରଖୁନାହାନ୍ତି। ଦ୍ୱିତୀୟରେ, ଅତିମାତ୍ରାରେ ବିବାହ ବିଚ୍ଛେଦ ପାରିବାରିକ ଅସ୍ଥିରତାର ସଂକେତ ଦେଉଛି ଏବଂ ତତ୍ସଙ୍ଗେ ସଙ୍ଗେ ପାରିବାରିକ ବନ୍ଧନକୁ ଦୁର୍ବଳ କରିଦେଉଛି। ତୃତୀୟରେ, ଅନ୍ୟ ଜାଗାରେ ଯାଇ ଦାଦନ ଖଟିବା ଏବଂ କାମ ପାଇଁ ଦେଶାନ୍ତର ଗମନ, ଅସୁରକ୍ଷିତ ଅର୍ଥ ବ୍ୟବସ୍ଥା ଏବଂ ଏକ ପ୍ରତିଯୋଗିତାମୂଳକ ବିଶ୍ୱର ସମ୍ମୁଖୀନ ହେବା ଇତ୍ୟାଦି ଦ୍ୱାରା ପାରିବାରିକ ସମ୍ପର୍କର ଅବନତି ଘଟି ଚାଲିଛି। ବ୍ୟକ୍ତିଗତ ସ୍ୱାଧୀନତା, ଗୁରୁଜନମାନଙ୍କୁ ସମ୍ମାନ ଦେବାରୁ ନିବୃତ୍ତ ହୋଇଯିବା, ପରିବାର ସଦସ୍ୟମାନେ ଏକତ୍ର ହେବାର ସୁଯୋଗ ନ ମିଳିବା ଇତ୍ୟାଦି ମଧ୍ୟ ଆଉ କିଛି ପାରିବାରିକ ନୈତିକ ମୂଲ୍ୟବୋଧର ଅବକ୍ଷୟର କାରଣ ହୋଇଥାଏ। ପାଠକେ, ବର୍ତ୍ତମାନ ଆସନ୍ତୁ ଆଲୋଚନା କରିବା କେଉଁ ଉପାୟଗୁଡ଼ିକୁ ଅବଲମ୍ବନ କଲେ ଆମେ ପାରିବାରିକ ମୂଲ୍ୟବୋଧକୁ ଅବକ୍ଷୟରୁ ରକ୍ଷା କରିପାରିବା। ଆଧୁନିକତାର ବଶବର୍ତ୍ତୀ ହୋଇ ଏବଂ ସମୟ ସହିତ ତାଳ ଦେଇ ଆମମାନଙ୍କୁ ଏକ ନୂତନ ପାରିବାରିକ ନୈତିକ ମୂଲ୍ୟବୋଧ ଭିତ୍ତିକ ପରିବର୍ତ୍ତନଶୀଳ ପରିବାରକୁ ଯତ୍ନର ସହିତ ଗ୍ରହଣ କରିବାକୁ ପଡ଼ିବ। ଆଜିର ଯୁଗରେ ବୈଷୟିକ ଜ୍ଞାନ କୌଶଳ ଏବଂ ସାମାଜିକ ଗଣମାଧ୍ୟମର ଦ୍ରୁତ ଅଗ୍ରଗତି ଫଳରେ ପରିବାରର ସଦସ୍ୟମାନେ ଯଥା ପିତାମାତା, ଭାଇ ଭଉଣୀ, ପୁଅ ଝିଅ ଇତ୍ୟାଦି ଭୌତିକ ଯୋଗାଯୋଗ ପରିବର୍ତ୍ତେ ମାନସିକ ଭାବେ ମୋବାଇଲ ମାଧ୍ୟମରେ ଯୋଗସୂତ୍ର ଆପଣେଇବାର ପ୍ରଚେଷ୍ଟା କରିବା ଉଚିତ। ସୀମିତ ଓ ବ୍ୟସ୍ତବହୁଳ ସମୟ ମଧ୍ୟରେ ସମୟର ସଂଖ୍ୟାତ୍ମକ ଉପଯୋଗକୁ ଆଦର ନ କରି ବହୁ ପରିମାଣର ଗୁଣାତ୍ମକ ଉପଯୋଗକୁ ଉତ୍ସାହିତ କରାଯିବା ଉଚିତ। ଉଦାହରଣ ସ୍ୱରୂପ, ପରିବାରର କୌଣସି ସଦସ୍ୟର ଶରୀର ଅସୁସ୍ଥ ସମୟରେ ବା କିଛି ଗୋଟିଏ ବଡ଼ ଅସୁବିଧାର ସମ୍ମୁଖୀନ ହେଲାବେଳେ ବିଶେଷତଃ ଭୌତିକ ଉପସ୍ଥିତିର ଆଶ୍ରୟ ନେବା ଦ୍ୱାରା ପାରିବାରିକ ଶାନ୍ତି ଓ ସୁଖ ଆସିଥାଏ। ପାରିବାରିକ ମୂଲ୍ୟବୋଧ ବଢ଼ିପାରିବ ଯଦି ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ସ୍ୱାସ୍ଥ୍ୟ ଭଲ ରହେ। ସ୍ୱାସ୍ଥ୍ୟ ଭଲ ରହିଲେ ଏବଂ ନିଜର ମନର ସୁସ୍ଥତା ଓ ଭାବପ୍ରବଣତା ଠିକ୍ ଜାଣିପାରିଲେ ଆମେ ପାରିବାରିକ ଜୀବନରେ ଶାନ୍ତି ଓ ପ୍ରଫୁଲ୍ଲତା ବଜାୟ ରଖିପାରିବା, ଯାହା ନୈତିକ ମୂଲ୍ୟବୋଧର ଏକ ନିଦର୍ଶନ। ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ସ୍ୱାସ୍ଥ୍ୟ ଠିକ୍ ରଖିବା କେତେଗୁଡ଼ିଏ ସୂତ୍ର ଉପରେ ନିର୍ଭର କରେ। ସେଗୁଡ଼ିକ ହେଲା ନିୟନ୍ତ୍ରିତ ସ୍ୱାଧୀନତା, ଆତ୍ମସଂଯମତା, ନିର୍ଭୀକତା,
ସହନଶୀଳତା, ଚରିତ୍ରବାନ ହେବା ଇତ୍ୟାଦି। ଉପରୋକ୍ତ ସକାରାତ୍ମକ ଗୁଣଗୁଡ଼ିକର ପ୍ରାପ୍ତିରେ ମଣିଷ ଏକ ଉତ୍ତମ ପାରିବାରିକ ଜୀବନ ନିର୍ବାହ କରିବା ସଙ୍ଗେ ସଙ୍ଗେ ନୈତିକ ମୂଲ୍ୟବୋଧ ବଜାୟ ରଖିବାକୁ ସମର୍ଥ ହୋଇଥାଏ। ଜର୍ମାନ ଫିଲୋସୋଫର ଜର୍ଜ ଫ୍ରିଡିଚ୍ ହେଜେଲଙ୍କ ମତ ଅନୁସାରେ ଗୋଟିଏ ମଣିଷ ନୈତିକ ସମ୍ପନ୍ନ ହୋଇପାରିବ ଯଦି ସେ ତାର କର୍ତ୍ତବ୍ୟ ନିଜର ପୂର୍ଣ୍ଣ ସକ୍ଷମତା ସହ ସମ୍ପାଦନ କରେ। ଆଉ ମଧ୍ୟ ହେଜେଲ କହିଥିଲେ ଯେ ଜଣେ ବ୍ୟକ୍ତି ତାର କର୍ତ୍ତବ୍ୟ ସମ୍ପାଦନ ତିନିଟି ସ୍ତର ଦେଇ କରିବା ଉଚିତ। ସେଗୁଡ଼ିକ ହେଲା ପରିବାର, ନାଗରିକ ସମ୍ପ୍ରଦାୟ ଓ ରାଜ୍ୟ ବା ଦେଶ। ଶେଷରେ ଆସନ୍ତୁ ଏହି କ୍ରମର ବ୍ୟକ୍ତିକେନ୍ଦ୍ରିକ ନୈତିକତାର ଦର୍ଶନ ତତ୍ତ୍ୱକୁ ଆପଣେଇବା ସଙ୍ଗେ ସଙ୍ଗେ ପାରିବାରିକ ମୂଲ୍ୟବୋଧକୁ ଅବକ୍ଷୟ ହେବାରୁ ବଞ୍ଚାଇ ରଖିବା। ଏତିକି ସତ ରହୁଛି। ଧନ୍ୟବାଦ।